ଆଉ ଥରେ ମୁଁ ଆପଣମାନଙ୍କୁ ଆମ ଓଡ଼ିଆ ସଭା ସ୍କୁଲ ପାଠରେ ସ୍ୱାଗତ କରୁଅଛି। ବନ୍ଧୁ, ବୁଧବାର ଅକ୍ଟୋବର 8 ଦ୍ୱନ୍ଦ୍ୱପୂର୍ଣ୍ଣ ମୂଲ୍ୟ ଗୁଡ଼ିକ, ଯାହା ଇଂରାଜୀରେ ଆମେ ଦେଖୁଛୁ କନଫ୍ଲିକ୍ଟିଂ ଭ୍ୟାଲ୍ୟୁସ୍। ବିଶେଷ ଭାବରେ ଆମେ ଆଜି ଆଲୋଚନା କରିବା ଜିହୋଶୟ 9 ପର୍ବ 1 ଠୁ 20 ପର୍ଯ୍ୟନ୍ତ। ଏହା ପୂର୍ବେ ଚାଲନ୍ତୁ ଆମେ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ସବସ୍କୁଲ ମାଧ୍ୟମ ଦ୍ୱାରା ଶୁଣିବାକୁ ଯାଉଅଛୁ, ଏହା ବୁଝିବା ପାଇଁ ଆମମାନଙ୍କୁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପି ଧରିଦିଅ। ଆଉ ବିଶେଷ ଭାବରେ ଆମମାନଙ୍କୁ ବୁଦ୍ଧି, ଜ୍ଞାନ, ଶକ୍ତିରେ ପରିପୂର୍ଣ୍ଣ କର। ଆଉ ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଏହି ଛୋଟ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଛୁ, ଶୁଣି ଗ୍ରହଣ କର। ଆମେନ୍। ବନ୍ଧୁ, ଯେପରି କହିଲି, ଆଜି ଆମେ ଦ୍ୱନ୍ଦ୍ୱପୂର୍ଣ୍ଣ ମୂଲ୍ୟ ଗୁଡ଼ିକ ବିଷୟରେ ଆଲୋଚନା କରିବା। ଆଉ ବିଶେଷ ଭାବରେ ଆମେ ଆଲୋଚନା କରିବାକୁ ଯାଉଅଛୁ ଜିହୋଶୟ 9 1 ଠୁ 20। ଆମେ ଦେଖୁଛୁ ସେଠି ଜିହୋଶୟ 9ରେ ଗିବେନିୟର ମାନଙ୍କର ପ୍ରତାରଣା ବିଷୟରେ ଆମେ ଦେଖୁଛୁ। ଏଥି ଉତ୍ତାରେ ଜର୍ଦ୍ଦନ ପରାସ୍ତ ସମୁଦାୟ ରାଜଗଣ ଅର୍ଥାତ୍ ପର୍ବତ ଓ ତଳଭୂମି ନିବାସୀ ଓ ଲିବାନନ ସମ୍ମୁଖସ୍ଥ ସମୁଦ୍ରର ସମସ୍ତ ତୀର ନିବାସୀ, ହିତୀୟ ଓ ଇମୋଦୀୟ ଓ କିନାନୀୟ ଓ ପରିଶୀୟ ଓ ହିଦୀୟ ଓ ଜେବୁସୀୟ ରାଜାଗଣ ଏହି କଥା ଶୁଣିଲେ। ଆଉ ସେଇ କଥା କଣ ଥିଲା? ତହିଁରେ ସେମାନେ ଏକ ମନରେ ଜିହୋଶୟଙ୍କ ଓ ଇସ୍ରାଏଲ ସହିତ ଯୁଦ୍ଧ କରିବାକୁ ଏକତ୍ର କଲେ, ମାନେ ଏ ସମସ୍ତେ ଏକତ୍ର ହେଲେ। ମାତ୍ର ଜିରିହ ପ୍ରତି ଓ ଅୟ ପ୍ରତି ଜିହୋଶୟ ଯେ ଯେ କର୍ମ କରିଥିଲେ, ତାହା ଯେତେବେଳେ ଗିବିୟନ ନିବାସୀ ମାନେ ଶୁଣିଲେ, ଯାହା ଇସ୍ରାଏଲ ପ୍ରଜାମାନେ ଜିରିହ ଓ ଅୟ ପ୍ରତି ଯେଉଁ ପ୍ରକାର ସେମାନେ କରିଥିଲେ, ତାହା ସବୁ ଗିବିୟନ ମାନେ ଶୁଣିଥିଲେ। ଆଉ ସେତେବେଳେ ସେମାନେ ମଧ୍ୟ ସତର୍କ ହୋଇ ସେମାନେ କର୍ମ କଲେ। ସେମାନେ ଯାଇ ରାଜଦୂତ ବେଶ ଧରି ଆପଣା ଆପଣା ଗର୍ଦ୍ଦଭ ଉପରେ ପୁରୁଣା ଅଖା, ପୁଣି ପୁରୁଣା ଓ ଚିରା ଓ ଫଣ୍ଟି ପଡ଼ା ଦ୍ରାକ୍ଷାରସ ଗୁମ୍ଫା ଲଦିଲେ। ଆଉ ସେମାନଙ୍କ ପାଦରେ ପୁରୁଣା ଓ ତାଲିପଦା ଜୋତା, ପୁଣି ଦେହରେ ପୁରୁଣା ଲୁଗା ଦେଲେ। ପୁଣି ସେମାନଙ୍କ ପାଥୋଇ ରୁଠି ଶୁଖିଲା ଓ ଗମରା ହୋଇ ଯାଇଥିଲା। ଏହି ରୂପେ ସେମାନେ ଗିଲଗଲ ସ୍ଥିତ ଛାଉଣୀକୁ ଜିହୋଶୟଙ୍କ ନିକଟକୁ ଯାଇ ତାଙ୍କୁ ଓ ଇସ୍ରାଏଲୀୟ ଲୋକମାନଙ୍କୁ କହିଲେ, ଆମ୍ଭେମାନେ ଦୂର ଦେଶରୁ ଆସିଲୁ, ଏଣୁ ତୁମ୍ଭେମାନେ ଏବେ ଆମମାନଙ୍କ ସହିତ ନିୟମ ସ୍ଥିର କର। ତହିଁରେ ଇସ୍ରାଏଲୀୟ ଲୋକମାନେ ସେହି ହିଦକୀୟ ମାନଙ୍କ ଉତ୍ତର କଲେ, କେଜାଣି ଦୂତମାନେ ତୁମ୍ଭେମାନେ ଆମମାନଙ୍କ ମଧ୍ୟରେ ବାସ କରୁଥିବ, ଆମେମାନେ କିପରି ତୁମମାନଙ୍କ ସହିତ ତୁମ ନିୟମ କରିପାରିବୁ? ତହିଁ ସେମାନେ ଜିହୋଶୟଙ୍କୁ କହିଲେ, ଆମ୍ଭେମାନେ ଆପଣଙ୍କ ଦାସ। ତେବେ ଜିହୋଶୟ ସେମାନଙ୍କୁ କହିଲେ, ତୁମେମାନେ କିଏ, ପୁଣି କେଉଁଠାରୁ ଆସିଅଛ? ସେମାନେ ତାଙ୍କୁ କହିଲେ,
ସଦାପ୍ରଭୁ ଆପଣଙ୍କ ପରମେଶ୍ୱରଙ୍କ ନାମ ସକାଶୁ ଆପଣଙ୍କ ଦାସମାନେ ଅତି ଦୂର ଦେଶରୁ ଆସିଅଛନ୍ତି। କାରଣ ତାହାଙ୍କର କୀର୍ତ୍ତ ଓ ମିଶ୍ରରେ ଯେ ସମସ୍ତ କର୍ମ କରିଅଛନ୍ତି, ପୁଣି ଯେ ଯଦନ ସେ ପାରିସ୍ତ ଫିସବାନ ରାଜା ସିଓନ ଓ ଆଷ୍ଟୋରତ ନିବାସୀ ବାସନ ରାଜା ଓଗ ଇମୋରିୟ ମାନଙ୍କ ଏହି ଦୁଇ ରାଜା ପ୍ରତି ଯେ କର୍ମ କରିଅଛନ୍ତି, ତାହା ସବୁ ଆମ୍ଭେମାନେ ଶୁଣିଅଛୁ। ଏହେତୁ ଆମମାନଙ୍କ ପ୍ରାଚୀନ ବର୍ଗ ଓ ଦେଶ ନିବାସୀ ସମସ୍ତେ ଆମମାନଙ୍କୁ କହିଲେ, ତୁମେମାନେ ହସ୍ତରେ ପାଥେୟ ଦ୍ରବ୍ୟ ନେଇ ସେମାନଙ୍କ ସହିତ ସାକ୍ଷାତ କରିବାକୁ ଯାଇ ସେମାନଙ୍କୁ ଏହି କଥା କୁହ, ଆମ୍ଭେମାନେ ଆପଣମାନଙ୍କ ଦାସ ଏନୁ, ଆପଣମାନେ ଆମମାନଙ୍କ ସହିତ ନିୟମ ସ୍ଥିର କରନ୍ତୁ। ଆମ୍ଭେମାନେ ଆପଣମାନଙ୍କ ନିକଟକୁ ଆସିବା ନିମନ୍ତେ ଯାତ୍ରା କରିବା ଦିନ ଗୃହରୁ ତତଳା ଲୁଟି ଆଣିଥିଲୁ, ମାତ୍ର ଏବେ ଦେଖନ୍ତୁ ତାହା ଶୁଖିଲା ଓ ଗୋମରା ହୋଇଯାଇଛି। ପୁଣି ଏହି ଯେ ସବୁ ଦ୍ରାକ୍ଷାରସ କୁମ୍ଭା ଭର୍ତ୍ତି କରି ଆଣିଥିଲୁ, ତାହା ନୂଆ ଥିଲା, ମାତ୍ର ଦେଖନ୍ତୁ ସବୁ ଆସି ଚିରି ଗଲାଣି, ଆଉ ଆମମାନଙ୍କ ଏହି ଲୁଗା ଓ ଜୋତା ଅତି ଦୂର ଯାତ୍ରା ସକାଶୁ ପୁରୁଣା ହୋଇଗଲାଣି। ତହିଁରେ ଇସ୍ରାଏଲୀୟ ଲୋକମାନେ ସେମାନଙ୍କ ପାଥେୟ ଦ୍ରବ୍ୟ ଗ୍ରହଣ କଲେ, ଆଉ ସଦାପ୍ରଭୁଙ୍କ ସମ୍ମୁଖରେ ପରାମର୍ଶ ଲୋଡ଼ିଲେ ନାହିଁ। ପୁଣି ଝିଅସୟ ସେମାନଙ୍କ ସହିତ ସିଦ୍ଧି କଲେ ଓ ସେମାନଙ୍କୁ ଜୀବିତ ରଖିବାକୁ ନିୟମ କଲେ, ଆଉ ମଣ୍ଡଳୀର ଅଧିପତିମାନେ ସେମାନଙ୍କ ନିକଟକୁ ଶପଥ କଲେ। ଏହି ରୂପେ ସେମାନଙ୍କ ସହିତ ନିୟମ ସ୍ଥିର କରିବାର 3 ଦିନ ଗତ ହୁଅନ୍ତେ ସେମାନେ ଶୁଣିଲେ ଯେ ଏମାନେ ଆମମାନଙ୍କ ନିକଟସ୍ଥ ଲୋକ ଓ ଆମମାନଙ୍କ ମଧ୍ୟରେ ବାସ କରୁଅଛନ୍ତି। ଏଉତାରେ ଇସ୍ରାଏଲ ସନ୍ତାନଗଣ ଯାତ୍ରା କରି ଦ୍ୱିତୀୟ ଦିବସରେ ସେମାନଙ୍କ ନଗର ମାନଙ୍କ ଉପସ୍ଥିତ ହେଲେ। ଗିବିୟନ ଓ କପିରା ଓ ବେରାତ ଓ କିରିୟତ ଜିଆରିମ ସେମାନଙ୍କ ନଗର ଥିଲା। ମାତ୍ର ମଣ୍ଡଳୀର ଅଧିପତିଗଣ ସଦାପ୍ରଭୁ ଇସ୍ରାଏଲ ପରମେଶ୍ୱରଙ୍କ ନାମରେ ସେମାନଙ୍କ ସହିତ ଶପଥ କରିଥିବାରୁ ଇସ୍ରାଏଲ ସନ୍ତାନଗଣ ସେମାନଙ୍କୁ ଆଘାତ କଲେ ନାହିଁ। ଏହେତୁ ସମସ୍ତ ମଣ୍ଡଳୀ ଅଧିପତିମାନଙ୍କ ବିରୁଦ୍ଧରେ ବଚସା କରିବାକୁ ଲାଗିଲେ। ତହିଁରେ ଅଧିପତିଗଣ ସମସ୍ତ ମଣ୍ଡଳୀକୁ କହିଲେ, ଆମ୍ଭେମାନେ ସେମାନଙ୍କ ସହିତ ସଦାପ୍ରଭୁ ଇସ୍ରାଏଲ ପରମେଶ୍ୱରଙ୍କ ନାମରେ ଶପଥ କରିଅଛୁ। ଏହେତୁ ଏବେ ସେମାନଙ୍କ ସ୍ପର୍ଶ କରିନ ପାରୁ। ଆମ୍ଭେମାନେ ସେମାନଙ୍କ ପ୍ରତି ଏହା କରିବା, ସେମାନଙ୍କୁ ଜୀବନରେ ରଖିବା, ନହେଲେ ସେମାନଙ୍କ ସହିତ ଯେଉଁ ଶପଥ କରିଅଛୁ ସେହି ଶପଥ ସକାଶୁ ଆମମାନଙ୍କ ପ୍ରତି କ୍ରୋଧ ଉପସ୍ଥିତ ହେବ। ଆମେ ଦେଖୁଛୁ ବନ୍ଧୁ, ଏଠି ଇସ୍ରାଏଲ ପ୍ରଜାମାନେ ଏକ ଦ୍ୱନ୍ଦ୍ୱ ପୂର୍ଣ୍ଣରେ ପଡ଼ିଗଲେ, ଯେଉଁ କାହାଣୀ ଦ୍ୱାରା ଆମେ ଦେଖୁଅଛୁ। ଯେଉଁ ଗିବିୟନ ମାନେ ଇସ୍ରାଏଲ ପ୍ରଜାମାନଙ୍କ ସହ କରିଥିଲେ, ଆଉ ସେତେବେଳେ ଇସ୍ରାଏଲ ପ୍ରଜାମାନେ ସଦାପ୍ରଭୁଙ୍କ ସହ ସାକ୍ଷାତ କରି ଏହି ବିଷୟରେ ଯେପରିକି ସଠିକ ନିର୍ଣ୍ଣୟ ନେଇପାରିବେ ତାହା ବିଷୟରେ ସେମାନେ କଲେ ନାହିଁ। ଆଉ ସଦାପ୍ରଭୁଙ୍କ ନାମରେ ସେମାନେ ଏମିତି କଲେ ଯାହା ନିଜକୁ ପରେ ସେମାନଙ୍କୁ ରକ୍ଷା କରିବାକୁ ପଡୁଛି, ଆଉ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ପଡୁନାହିଁ। ଏମିତି ଦ୍ୱନ୍ଦ୍ୱପୂର୍ଣ୍ଣରେ ଇସ୍ରାଏଲ ପ୍ରଜାମାନେ ପଡ଼ିଗଲେ ବୋଲି ଆମେ ଦେଖୁଅଛୁ। ବନ୍ଧୁ, ଜିହୋଶୁଆର ଏହି ଅଧ୍ୟାୟ ଆମକୁ ଏହି ସୂଚନା ଦେଇ ଆରମ୍ଭ ହୁଏ ଯେ
ସାଧାରଣତଃ ଛୋଟ ନଗର ରାଜା ଉପରେ ଶାସନ କରୁଥିବା କିନାନୀୟ ରାଜାମାନେ ଇସ୍ରାଏଲ ମାନଙ୍କ ବିରୁଦ୍ଧରେ ଏକ ମେଣ୍ଢ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ଆମେ ଦେଖିଲୁ। ବିପରୀତରେ ଗିବିୟନ ମାନେ ବାସିନ୍ଦା ମାନେ ଇସ୍ରାଏଲ ସହିତ ଏକ ଚୁକ୍ତି ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲେ। ଇସ୍ରାଏଲ ମାନଙ୍କ ଇସ୍ରାଏଲ ମାନଙ୍କୁ କଟିବା ପାଇଁ ସେମାନଙ୍କ ସହିତ ଏକ ଚୁକ୍ତି କରିବା ପାଇଁ ଗିବିୟନ ମାନେ ଏକ ବିଦେଶୀ ଦେଶର ରାଷ୍ଟ୍ରଦୂତ ହେବାର ଯୋଜନା ଆଶ୍ରୟ ନେଇଥିଲେ, ଯାହା ଆମେ ପଢି ସାରିଛୁ, ଯାହାକି ଦ୍ୱିତୀୟ ବିବରଣ 20:10-18 ବି ଆମେ ପାଉଛୁ। ତା ଅନୁଯାୟୀ ପରମେଶ୍ୱର କିନାନୀୟ ଏବଂ ପ୍ରତିଜ୍ଞା ଦେଶ ବାହାରେ ରହୁଥିବା ଲୋକମାନଙ୍କ ମଧ୍ୟରେ ଏକ ପାର୍ଥକ୍ୟ ଥିଲା। ବନ୍ଧୁ, ଚାତୁରୀ ଭାବରେ ଅନୁବାଦିତ ଶବ୍ଦଟି ଏକ ସକାରାତ୍ମକ ଅର୍ଥ ସହିତ ବ୍ୟବହାର କରାଯାଇପାରେ, ଯାହା ବିଚକ୍ଷଣତା ଏବଂ ଜ୍ଞାନକୁ ସୂଚିତ କରେ, ଯାହା ଆମେ ଦେଖୁଅଛୁ ହିତୋପଦେଶ 1:4ରେ। ତାପରେ ଉପଦେଶ 8:5-12ରେ ବି ଏହିପରି ଆମେ ଦେଖୁଅଛୁ। ବନ୍ଧୁ, କିମ୍ବା ନକାରାତ୍ମକ ଭାବରେ ଅପରାଧୀ ଉଦ୍ଦେଶ୍ୟ ସୂଚିତ କରେ। ଗିବିୟନ ମାନେ କ୍ଷେତ୍ରରେ ସେମାନଙ୍କ ବିଶ୍ୱାସଘାତ କାର୍ଯ୍ୟ ପଛରେ ଆତ୍ମା ସଂରକ୍ଷଣ ଏକ କମ୍ ବିନାଶକାରୀ ଉଦ୍ଦେଶ୍ୟ ରହିଛି। ବନ୍ଧୁ, ଗିବିୟନ ମାନଙ୍କ କଥା ରାହାବଙ୍କ କଥା ସହିତ ଆଶ୍ଚର୍ଯ୍ୟଜନକ ଭାବରେ ସମାନ। ବନ୍ଧୁ, ଉଭୟ ଇସ୍ରାଏଲର ପରମେଶ୍ୱରଙ୍କ ଶକ୍ତିରୁ ସ୍ୱୀକାର କରନ୍ତି ଏବଂ ଉଭୟ ସ୍ୱୀକାର କରନ୍ତି ଯେ ଇସ୍ରାଏଲ ସଫଳତା କେବଳ ଏକ ମାନବୀୟ ନେତୃତ୍ୱ ନୁହେଁ, ଅନ୍ୟ କିନାନୀୟ ମାନଙ୍କ ପରି ନୁହେଁ। ବନ୍ଧୁ, ସେମାନେ ଇସ୍ରାଏଲ ମାନଙ୍କୁ ଭୂମି ପ୍ରଦାନ କରିବା ପାଇଁ ଯହୋଶୁଆଙ୍କ ଯୋଜନା ବିରୁଦ୍ଧରେ ବିଦ୍ରୋହ କରନ୍ତି ନାହିଁ ଏବଂ ସେମାନେ ସ୍ୱୀକାର କରନ୍ତି ଯେ ପ୍ରଭୁ ସ୍ୱୟଂ ଇସ୍ରାଏଲ ସମ୍ମୁଖରେ ଏହି ଜାତିଗୁଡ଼ିକ ବାହାର କରୁଛନ୍ତି। ମିସ୍ରରୁ ମୁକ୍ତି ଏବଂ ସିଓନ ଏବଂ ଓଗ ଉପରେ ବିଜୟର ଖବର ରାହାବର ଓ ଗିବିୟନ ମାନଙ୍କର ଇସ୍ରାଏଲୀୟ ମାନଙ୍କ ସହିତ ଏକ ମିତ୍ରତା ଖୋଜିବାକୁ ପ୍ରେରଣା ଦିଏ। ତଥାପି ରାହାବ ଯେପରି କରନ୍ତି, ଇସ୍ରାଏଲ ପରମେଶ୍ୱରଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ସେମାନଙ୍କର ଇଚ୍ଛାକୁ ସମ୍ପୂର୍ଣ୍ଣ ଭାବରେ ସ୍ୱୀକାର କରିବା ପରିବର୍ତ୍ତେ ଗିବିୟନ ମାନେ ଏକ ପ୍ରତାରଣା ଆଶ୍ରୟ ନିଅନ୍ତି, ଯାହା ଆମେ ଦେଖିଲୁ। ବନ୍ଧୁ, ମୋଶା ବ୍ୟବସ୍ଥା ଏପରି ପରିସ୍ଥିତିରେ ପରମେଶ୍ୱରଙ୍କ ଇଚ୍ଛା ଶିଖିବା ପାଇଁ ବ୍ୟବସ୍ଥା କରିଥିଲା, ଯାହା ଆମେ ଗଣନା 27:17-21 ଦେଖୁଛୁ। ସେହିପରି ଯହୋଶୁଆ ପ୍ରଭୁଙ୍କ ଇଚ୍ଛା ଜାଣିବା ଏବଂ ଗିବିୟନ ମାନଙ୍କ ପ୍ରତାରଣାକୁ ଦୂରେଇ କରିବା ଉଚିତ ଥିଲା, ମାତ୍ର ଏହିପରି ସେମାନେ କଲେ ନାହିଁ। ବନ୍ଧୁ, ବେଲେ ବେଲେ ଆମମାନଙ୍କ ଜୀବନରେ ଏମିତି ଦ୍ୱନ୍ଦ୍ୱରେ ହୋଇଯାଉ ଯାହାକି ପରମେଶ୍ୱରଙ୍କର ଯାହା ଇଚ୍ଛା ତାହା ଆମେ ଜାଣିବାକୁ ଇଚ୍ଛା କରୁନାହୁଁ, ବା ପରମେଶ୍ୱରଙ୍କ ଠାରେ ଆମେ ପ୍ରାର୍ଥନା ବି କରୁନାହୁଁ କି ଯୋଉ କାର୍ଯ୍ୟ ମୁଁ କରିବାକୁ ଯାଉଅଛି ବା ଯାହାକୁ ମୁଁ ସାହାଯ୍ୟ କରିବାକୁ ଯାଉଅଛି ବା ଯୋଉ ଗଠନରେ ବା ଯୋଉ ସଂକଟରେ ମୁଁ ପୂର୍ଣ୍ଣ ଭରି ଅଛି, କିପରି ମୁଁ ତାହାରୁ ବାହାରିବି, ଏହି ବିଷୟରେ ଆମେ ପରମେଶ୍ୱରଙ୍କ ଠାରେ ଅଧିକ ସମୟରେ କଥାବାର୍ତ୍ତା କହିନଥାଉ ଆଉ ନିଜକୁ ଭରସା ରଖି ନିଜଠାରେ ନିଜେ ଭରସା ରଖି ନିଜକୁ ସାହସ କରି ଆଉ ନିଜେ ତାହା
आमे निष्पत्ति नहीं थाउ जो बेले बेले जो निष्पत्ति आमे नहीं थाउ से निष्पत्ति जो आमे परे एमिति परिस्थिति सम्मुखीन करमानक भाविबा बहुत दुख लगे बंधु जेपरिक इस्राएल प्रजा मान को कहा जाइथिला कि जे कौन सी संबंध से केनानीय मान न रखा पाए आदि रखुंट भी परमेश्वर ठारे पचारि परमेश्वर उद्देश्य कौन ता जानी आ परमेश्वर इच्छा अनुसार से माने अनेक थर यहीपरि निष्पत्ति नहीं जहाँ परमेश्वर दुख थे बंधु ये जो पाठ द्वारा आम देखुचु कि आम जीवन में आम अनेक द्वंद्वपूर्ण मूल्य गुड़िक को करिथाउ जाके आमे से मूल्य गुड़ी को आमे बेले बेले अनदेखा करिथाउ एथि जोगु बंधु चलंतु जेपरिक जेबे आमे द्वंद्वपूर्ण रे थिबा सदे बेले परमेश्वर ठारे निजको समर्पण करी ताहां ठारे में प्रार्थना करिबा परमेश्वर ठारे एही परि कहिबा प्रभु आमानकु रास्ता देखाओ मु कोन करिवार अछि किपरि करिवार अछि जहाँ मु करबा को जाओ अछि या तुमर इच्छा कि नुह मते प्रकाश कर बोली जदि आमे परमेश्वर ठारे प्रार्थना करिबा निश्चित रूपे परमेश्वर आमानकु एक रास्ता देखाइबे जहाँ द्वारा आमे सफलता पाई परिबा ताहले चलंतु निजको समर्पण करी ताहांक मधुर नाम रे आमे प्रार्थना करिबा हे आम्भ मानक सर्वशक्ति सर्वज्ञानी परमेश्वर धन्यवाद अर्पण करुछु वर्तमान जो वाक्य तो भक्त मान को शुणाइले बेले बेले आम जीवन में द्वंद्वपूर्ण अवस्था आम रही था सठिक भूल विषय आम निर्णय नेबारे बा निष्पत्ति नेबारे आम भूल करिथाउ प्रभु आम को आशीर्वाद कर जेपरिक आम सठिक भाव में निष्पत्ति नहीं पारिबु आ से निष्पत्ति नेबा पूर्व से निष्पत्ति गुड़ाक तुम सम्मुख रखिबु जेपरिक तुम इच्छा आम से निष्पत्ति नहीं पारिबु एथिपाई आम बुद्धि रे ज्ञान रे शक्ति रे परिपूर्ण कर शत्रु शैतान हातर मान को दूर रख आ परिशेष जेबे जीशु ख्रीष्ट अपना शिष्य साधु मान को संग्रह करने आसबे आते बेले आम एक उपासदान देव त्राणकर्ता प्रभु जीशु मधुरमय नाम छोट दीक्षा मांगे